ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବି ଶୀତ ଦିନରେ ଆପଣମାନେ କେଉଁ ସବୁ ଭୁଲ କରିବେନି। ଯଦି ଆପଣମାନେ ଏହି ସବୁ ଭୁଲ କରୁଛନ୍ତି ତାହେଲେ ଆପଣମାନେ ଅନେକ ସାରା ଅସୁବିଧାର ମଧ୍ୟ ସମ୍ମୁଖୀନ ହେବେ। ଦେଖନ୍ତୁ, ବିଶେଷ କରି ଶୀତ ଦିନରେ ଆପଣମାନେ ଏହି 6ଟି ଭୁଲ ଜମା ବି କରିବେନି। ଯଦି ଆପଣ କରିବେ ତାହେଲେ ଆପଣମାନଙ୍କର ଜୀବନ ପ୍ରତି ବିପଦ ରହିଛି, ତା ସହିତ ଆପଣମାନେ ଅସୁସ୍ଥ ହେବାର ଢେର ସମ୍ଭାବନା ରହିଛି। ତ କେଉଁ 6ଟି ଭୁଲ ରହିଛି ଆପଣମାନେ ଆଦୌ କରିବେନି। ତ ଏହାର ଡିଟେଲ୍ସ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଶୀତ ଦିନେ ପ୍ରଥମ ଭୁଲଟି ଲୋକମାନଙ୍କର ହେଲା ଘର ଭିତରେ ରହିବା। ବହୁତ ଲୋକ କ'ଣ କରନ୍ତି ନା ଶୀତ ଲାଗିବା ଯୋଗୁଁ ଘର ଭିତରେ ରୁହନ୍ତି, ଯାହାଫଳରେ ଆପଣମାନଙ୍କର ବଡି ଭିଟାମିନ୍ ଡି ଗ୍ରହଣ କରିପାରେ ନାହିଁ। ଭିଟାମିନ୍ ଡି ପାଇଁ ଆପଣମାନେ କ'ଣ କରିବେ, ଥଣ୍ଡା ଲାଗୁଥିଲେ ମଧ୍ୟ ଆପଣ ସୁଯୋଗ ଦେଖି ବାହାରକୁ ଯାଇ ଶୀତ ଦିନିଆ ସୂର୍ଯ୍ୟକିରଣ ପାଇବା ନିହାତି ଦରକାର, ଯାହାଫଳରେ ଆପଣମାନେ ଭିଟାମିନ୍ ଡି ପାଇପାରିବେ ଏବଂ ତାଜା ପବନ ନେବା ମଧ୍ୟ ଉଚିତ, ଯାହାଫଳରେ ଆପଣମାନେ ସଫିସିଏଣ୍ଟ ଅମ୍ଳଜାନ ପାଇପାରିବେ। ଦେଖନ୍ତୁ, ଫ୍ଲିପକାର୍ଟରେ ବଢ଼ିଆ ବଢ଼ିଆ ଜ୍ୟାକେଟ୍ ମଧ୍ୟ ରହିଛି। ଆପଣ ବହୁତ କମ୍ ରେଟ୍ରେ ପାଇପାରିବେ। ରେଡ୍, ଗ୍ରୀନ୍, ବ୍ଲାକ୍ ଜ୍ୟାକେଟ୍ ଆପଣ ଦେଖିବାକୁ ପାଉଥିବେ। ଉଭୟ ଗାର୍ଲସ ବଏଜଙ୍କ ପାଇଁ ବହୁତ ଷ୍ଟାଇଲିଶ ଜ୍ୟାକେଟ୍ ଆପଣ ଦେଖିବାକୁ ପାଉଥିବେ। ବହୁତ କମ୍ ରେଟ୍ରେ ଆପଣ ଫ୍ଲିପକାର୍ଟରୁ ପାଇପାରିବେ। ତା ସହିତ ଛୋଟ ପିଲାମାନଙ୍କର ୱିଣ୍ଟର ଡ୍ରେସ୍ ଆପଣ ବଢ଼ିଆ ବଢ଼ିଆ ରହିଛି, ବହୁତ କମ୍ ରେଟ୍ରେ ଆପଣ ପାଇପାରିବେ। ଭିଡ଼ିଓରେ ଟ୍ୟାଗ୍ ପ୍ରଡକ୍ଟରେ କ୍ଲିକ୍ କରି ଆପଣମାନେ ଅର୍ଡ଼ର କରିନିଅନ୍ତୁ। 2 ନମ୍ବର ଭୁଲଟି ଅଧିକାଂଶ ଲୋକ ଶୀତ ଦିନରେ ଏହି ଭୁଲଟି କରିଥାନ୍ତି, ରାତିରେ ମୋଜା ପିନ୍ଧିକି ଶୋଇବା, ଯାହାଫଳରେ ଆପଣମାନଙ୍କର ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରେ ନାହିଁ। କାହିଁକି ହୋଇପାରେନି? ତ ମୋଜା ମଧ୍ୟରେ ଇଲାଷ୍ଟିକ୍ ରହିଥାଏ। ଏହି ଇଲାଷ୍ଟିକ୍ ଆପଣଙ୍କର ଗୋଡ଼କୁ ସଙ୍କୁଚିତ କରିଥାଏ, ଯାହାଫଳରେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ। ଯଦି ଆପଣମାନଙ୍କର ପାଦ ଅତ୍ୟଧିକ ଥଣ୍ଡା ରହିଛି, ସେଇଭଳି କ୍ଷେତ୍ରରେ ଆପଣମାନେ ଢିଲା ଆରାମଦାୟକ ମୋଜା ବ୍ୟବହାର କରିପାରିବେ। 3 ନମ୍ବର ଭୁଲଟି ଆପଣମାନଙ୍କ ରହୁଛି କାନ ଖୋଲା ରଖିବା। କାନ ଖୋଲା ରଖିବାର ମତଲବ ହେଲା, ଆପଣ କ'ଣ କରୁଛନ୍ତି ନା ଶୀତ ଦିନେ ଆପଣ ସ୍ୱେଟର ପିନ୍ଧୁଛନ୍ତି, ତା ସହିତ ଶାଲ ମଧ୍ୟ ମହିଳାମାନେ ପିନ୍ଧିଥାନ୍ତି, କିନ୍ତୁ କ'ଣ କରିଥାନ୍ତି ନା ଆପଣମାନଙ୍କର କାନ ଆଉ ନାକ ଦୁଇଟା ଯାକ ଖୋଲା ରଖିଥାନ୍ତି ଯେତେବେଳେ ବାହାରେ ଆପଣମାନେ ଭ୍ରମଣ କରିଥାନ୍ତି। ତ ଯାହାଫଳରେ କ'ଣ ହୁଏ ନା ଆପଣମାନଙ୍କର କାନ ଖୋଲା ରହିଲେ ଥଣ୍ଡା ଲାଗିବ, ତା ସହିତ ଏବଂ କାନ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ। ତା ସହିତ ଆପଣମାନଙ୍କର ନାକରେ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଯେତେବେଳେ ବି ଆପଣ ଶୀତ ଦିନେ ବାହାରକୁ ଯାଉଛନ୍ତି, ଆପଣ ସ୍ୱେଟର ଜ୍ୟାକେଟ୍ ବ୍ୟବହାର କରିବା ସହିତ ଗ୍ଲୋଭ୍ସ ଏବଂ ମୁଣ୍ଡରେ ଟୋପି, କାନରେ ମାସ୍କ ପିନ୍ଧିବାକୁ ଜମା ବି ଭୁଲିବେନି, ଯାହାଫଳରେ ଆପଣମାନଙ୍କର କାନ ଆଉ ନାକ ସଂକ୍ରମଣ ହେବାର ଭୟ ନଥିବ। 4 ନମ୍ବର ଭୁଲଟି ମଦ୍ୟପାନର ଅତ୍ୟଧିକ ସେବନ। ଆପଣ ଦେଖିଥିବେ ଶୀତ ଦିନରେ ଆଜିକା ଜେନେରେସନ୍ ମାଇଣ୍ଡ ଭିତରେ ମଦ୍ୟପାନକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି। କ'ଣ ରହିଛି? ସେମାନେ ଭାବୁଛନ୍ତି ଆମେ ମଦ୍ୟପାନ କରିବା ଦ୍ୱାରା ଆମର ବଡି ହିଟ୍ ରହିବ, ଆମକୁ ଆଉ ଶୀତ ଲାଗିବନି। ସେଇଟା ବହୁତ ଭୁଲ ଧାରଣା, ଆଉ ଆପଣମାନଙ୍କୁ ଅନେକ କ୍ଷତି ମଧ୍ୟ ପହଞ୍ଚେଇବ। ଦେଖନ୍ତୁ, ମଦ ଥଣ୍ଡା କମାଏ, କିନ୍ତୁ ଏହା ଶରୀରର ମୁଖ୍ୟ ତାପମାତ୍ରାକୁ କମ୍ କରି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। 5 ନମ୍ବର ଭୁଲଟି ହେଲା ଅତ୍ୟଧିକ ଗରମ ପାଣିରେ ସ୍ନାନ କରିବା। ତ ଆପଣ ଜାଣିଥିବେ ଶୀତ ଦିନରେ ବହୁତ ଲୋକ ଗରମ ପାଣିରେ ସ୍ନାନ କରିଥାନ୍ତି, ଯାହାଫଳରେ କ'ଣ ହୁଏ ନା ଯେ ଅଧିକ ସମୟ ଧରି ଅତ୍ୟନ୍ତ ଯଦି ଗରମ ପାଣିରେ ଆପଣମାନେ ଗାଧଉଛନ୍ତି, ଆପଣମାନଙ୍କର ଚର୍ମ ଶୁଷ୍କ ହୋଇଯିବ ଓ ନଷ୍ଟ ମଧ୍ୟ ହୋଇଯିବ। ତ ଆପଣମାନଙ୍କ ପାଇଁ ଏହା କ୍ଷତି ହୋଇଥାଏ। ସେଥିପାଇଁ ଆପଣମାନେ କ'ଣ କରିବେ, ଉଷୁମ ପାଣି ବ୍ୟବହାର କରିବେ, କିନ୍ତୁ ତା ସହିତ ଆପଣମାନେ ମଶ୍ଚରାଇଜର ମଧ୍ୟ ଲଗାଇବେ ଦେହରେ, ଯାହାଫଳରେ ଆପଣମାନଙ୍କର ସ୍କିନ୍ ଭଲ ରହିବ।
छह नंबर भूलटी है अत्यधिक शोइबा। आपण माने जानिथिबे शीत दिन में लोक माने अधिक शोइबा पसंद करती, जहा फल कौन हुए ना आपण को शोइबा चक्र बा जो स्लीप साइकिल रही प्रभावित होउची एवं आलस्य आपण मानकर बढ़ी बढ़ी चलिबो, जहा फल आपण मानकू मांदा मांदा फील हम। तो सेथिपाई आपण माने जेतिकी समय शोइबा आवश्यक रही सेतिकी आपण शोइबे, बाकी समय आपण माने काम रे बितेइबे, जहा फल आपण मानकर डाइजेशन प्रक्रिया ठीक रहिबो एवं आपण मानकर स्लीप साइकिल मध्य ठीक भाव रे काम करिवो। परवर्ती भूलटी आपण मानकर व्यायाम न करिबा। शीत दिन रे बहुत लोक रहिचंती से माने एक्सरसाइज करंदिनी, जहा फल रे कौन हुए ना सेमानकर डाइजेशन प्रक्रिया ठीक भाव रे काम करे नाही, आपणकर बॉडी टी एक्टिव लागी न थाए, डीएक्टिव भली आपण मानकू अनुभव मध्य होइथाए। देखंतु ठंडा जुगु आलस्य लागिले मध्य नियमित व्यायाम बा चालिबा बंद करिबा उचित न, काहेकि ना यह शरीर को गरम रखे और रोग प्रतिरोधक शक्ति बढ़ाए। तापरे भूलटी कम पानी पीबा। जदि आपण माने पानी ठीक भाव रे शीत दिने पीबे नहीं ताहाले आपण मानकर डिहाइड्रेशन होइजिवो, आपण माने असुविधार सम्मुखीन हेबे। तो सेतिपाई आपण माने शीत दिने शुष्क कम लागुथिले मध्य शरीर को हाइड्रेट रखिबा पाई पानी पीबा अत्यंत जरूरी अटे। आसंतु जानिबा शीत दिने कौन करिबा उचित, कारण ठंडा एवं फ्लू भूताणु संक्रमण शीत दिने अधिक होता है, आपण में जानतु। तेणु साबुन एवं पानी रे नियमित भाव रे हाथ धोइबा जरूरी। शीत दिने आपण मानकर जो फ्लू भूताणु रो संक्रमण अधिक होता है, तो आपण माने जहाँ भी किछि काम करिवे, काम सरीगला परे आपण माने साबुन मारी हाथ भलसे पानी रे धोई नेबे। तापरे उठर जत्न नवा पाई बहुत लोक लिप बाम व्यवहार करती, तो आपण माने सीएफ थिबा लिप बाम व्यवहार करिवे। सीएफ लिप बाम व्यवहार करिवा द्वारा केमिकल रु आपण माने मुक्ति पाई परिबे, जहा फल रे आपण मानकर ओठर कौनसी क्षति हबा नाही। तापरे शुष्कता दूर करिवा पाई आपण माने मॉइस्चराइजर व्यवहार करिवे। प्रतिदिन आपण माने गाधई साला परे शरीर रे भल भाव रे मॉइस्चराइजर बा लोशन आपण लगे नेबे, विशेष भाव रे हाथ और पाद रे, जहा फल रे शुष्कता दूर हेबा जुगु आपण मानकर चर्म रे क्षति हेबा नाही। जदि आपण रूम हीटर व्यवहार करूचंती ताहाले सावधान। रूम हीटर व्यवहार करूथिले वेंटिलेशन ठीक भाव रे अछि कि नाही आपण माने थरे चेक करनेबे। सोइबा समय रे हीटर बंद करिबा भलो। तापरे आपण माने मुंड हाथ और पाद को घोड़ांतु, कहीं ना शरीर अधिकांश उत्ताप्त मुंड एवं हाथ पाद देई बाहरी जाए। तेणु टोपी ता सहित ग्लोव्स मोजा व्यवहार करिबा अत्यंत जरूरी। शीत दिने आपण माने नख उषुम पानी पियंतु एवं आपण माने हार्बल टी सोप मध्य पी पारिबे। यह शरीर को भितरु गरम रखिबा सहित शरीर को हाइड्रेट करिबारे साहाय्य मध्य करिथाए।